ओम शांति 2 ଜାନୁଆରୀ 2025 ସାକାର ମୁରଲୀର ମୁଖ୍ୟ ପଏଣ୍ଟରେ ବାବା କହିଛନ୍ତି, ମିଠେ ବଚ୍ଚେ ବାବାଙ୍କର ପାଠ ସମ୍ପୂର୍ଣ୍ଣ ନିର୍ଭୁଲ ଅଟେ। ସେ ତାଙ୍କର ନିର୍ଦ୍ଧାରିତ ସମୟରେ ହିଁ ଆସନ୍ତି। ସେଥିରେ ଟିକିଏ ହେଲେ ଅନ୍ତର ହୋଇପାରିବ ନାହିଁ। ସେଥିପାଇଁ ତାଙ୍କର ଆସିବାର ସ୍ମାରକୀ ସ୍ୱରୂପ ଶିବରାତ୍ରିକୁ ଖୁବ୍ ଆଡ଼ମ୍ବରରେ ପାଳନ କର। ବାବାଙ୍କର ପାଠ ସମ୍ପୂର୍ଣ୍ଣ ନିର୍ଭୁଲ ଅଟେ। ସେ ତାଙ୍କର ନିର୍ଦ୍ଧାରିତ ସମୟରେ ହିଁ ଆସନ୍ତି। ସେଥିରେ ଟିକିଏ ହେଲେ ଅନ୍ତର ହୋଇପାରିବ ନାହିଁ। ସେଥିପାଇଁ ତାଙ୍କର ଆସିବାର ସ୍ମାରକୀ ସ୍ୱରୂପ ଶିବରାତ୍ରିକୁ ଖୁବ୍ ଆଡ଼ମ୍ବରରେ ପାଳନ କର। ପ୍ରଶ୍ନ, କେଉଁ ପିଲାମାନଙ୍କର ବିକର୍ମ ସମ୍ପୂର୍ଣ୍ଣ ରୂପେ ବିନାଶ ହୋଇପାରିନଥାଏ? କେଉଁ ପିଲାମାନଙ୍କର ବିକର୍ମ ସମ୍ପୂର୍ଣ୍ଣ ରୂପେ ବିନାଶ ହୋଇପାରିନଥାଏ? ଉତ୍ତର, ଯେଉଁମାନଙ୍କର ଯୋଗ ଠିକ୍ ନଥାଏ, ବାବାଙ୍କୁ ବାରମ୍ବାର ଭୁଲି ଯାଆନ୍ତି, ତେଣୁ ବିକର୍ମ ବିନାଶ ହୋଇପାରି ନାହିଁ। ଯୋଗଯୁକ୍ତ ନ ରହିବା କାରଣରୁ ସମ୍ପୂର୍ଣ୍ଣ ସଦ୍ଗତି ମଧ୍ୟ ହୋଇନଥାଏ। ପାପ ରହିଯାଏ, ତେଣୁ ପଦ ମଧ୍ୟ କମ୍ ହୋଇଯାଏ। ଯୋଗଯୁକ୍ତ ନ ରହିବା ଦ୍ୱାରା ଦେହଧାରୀଙ୍କ ନାମ ରୂପରେ ବାନ୍ଧି ହୋଇ ରହିଥାନ୍ତି ଏବଂ ସେହିମାନଙ୍କର କଥା ହିଁ ସବୁବେଳେ ମନେ ପଡ଼ୁଥାଏ। ସେମାନେ ଆତ୍ମ ଅଭିମାନୀ ହୋଇ ରହିପାରନ୍ତି ନାହିଁ। ଗୀତ यह कौन आज आया ସବେରେ ସବେରେ। ଓମ୍ ଶାନ୍ତି କେତେଟା ବାଜିଲେ ସକାଳ ହୋଇଥାଏ? ବାବା ସକାଳେ କେତେବେଳେ ଆସିଥାନ୍ତି? କେହି କହିଲେ 3 ବାଜିଲେ, କେହି କହିଲେ 4 ବାଜିଲେ, କେହି ମଧ୍ୟ କହିଲେ ସଙ୍ଗମରେ, କେହି ମଧ୍ୟ କହିଲେ 12 ବାଜିଲେ। ବାବା ସଠିକ୍ ସମୟ ପଚାରୁଛନ୍ତି। 12ଟାକୁ ତ ତୁମେ ସକାଳ କହିପାରିବ ନାହିଁ। 12ଟା ବାଜି 1 ସେକେଣ୍ଡ ହେଲା, 1 ମିନିଟ୍ ହେଲା, ତେବେ AM ଅର୍ଥାତ୍ ସକାଳ ଆରମ୍ଭ ହେଲା, ଯାହାକୁ ଯଥାର୍ଥ ରୂପେ ସକାଳ କୁହାଯିବ। ସେହିପରି ଡ୍ରାମାରେ ବାବାଙ୍କର ପାଠ ମଧ୍ୟ ନିର୍ଭୁଲ ସଠିକ୍ ଅଟେ। 1 ସେକେଣ୍ଡ ମଧ୍ୟ ଡେରି ହୋଇପାରିବ ନାହିଁ। ଏହି ଡ୍ରାମା ଅନାଦି ତିଆରି ହୋଇ ରହିଛି। 12ଟା ବାଜି 1 ସେକେଣ୍ଡ ଯେ ପର୍ଯ୍ୟନ୍ତ ନ ହୋଇଛି, ସେ ପର୍ଯ୍ୟନ୍ତ AM କୁହାଯିବ ନାହିଁ। ଏହା ତ ବେହଦର କଥା। ବାବା କହୁଛନ୍ତି, ମୁଁ ସକାଳୁ ସକାଳୁ ହିଁ ଆସୁଛି। ବିଲାତରେ AM PM ନିର୍ଭୁଲ ଭାବେ ଚାଲିଥାଏ। ତଥାପି ସେମାନଙ୍କର ବୁଦ୍ଧି ବହୁତ ଭଲ ଅଟେ। ସେମାନେ ଏତେ ଶତପ୍ରଧାନ ମଧ୍ୟ ହୋଇନଥାନ୍ତି କିମ୍ବା ତମପ୍ରଧାନ ମଧ୍ୟ ହୋଇନଥାନ୍ତି। ଭାରତବାସୀ ହିଁ 100% ଶତପ୍ରଧାନ ପୁଣି 100% ତମପ୍ରଧାନ ହୋଇଥାନ୍ତି। ତେଣୁ ବାବାଙ୍କ ପାଠ ବହୁତ ସଠିକ୍ ଅଟେ। ସକାଳ ସମୟ 12ଟା ବାଜି 1 ମିନିଟ୍କୁ କୁହାଯିବ। ସେକେଣ୍ଡର ହିସାବକୁ ଧରାଯାଏ ନାହିଁ। ସେକେଣ୍ଡ ବିତିଯିବାରେ ମଧ୍ୟ ଜଣାପଡ଼ିନଥାଏ। ଏବେ ଏହି ସବୁ କଥାକୁ ତୁମେ ପିଲାମାନେ ହିଁ ବୁଝିପାରୁଛ। ଦୁନିଆ ତ ବିଲକୁଲ ଘୋର ଅନ୍ଧାର ଭିତରେ ରହିଛି। ବାବାଙ୍କୁ ସବୁ ଭକ୍ତମାନେ ଦୁଃଖରେ ହିଁ ମନେ ପକାଇଥାନ୍ତି। ହେ ପତିତପାବନ ଆସ। କିନ୍ତୁ ସେ କିଏ? କେବେ ଆସୁଛନ୍ତି? ଏସବୁ କିଛି ବି ଜାଣିନାହାନ୍ତି। ମନୁଷ୍ୟ ହୋଇ ମଧ୍ୟ ସଠିକ୍ ଭାବେ କିଛି ଜାଣନ୍ତି ନାହିଁ। କାରଣ ପତିତ ତମପ୍ରଧାନ ଅଟନ୍ତି। କାମବିକାର ମଧ୍ୟ କେତେ ତମପ୍ରଧାନ ଅଟେ। ଏବେ ବେହଦର ବାବା ଆଧ୍ୟାଦେଶ ଜାରି କରୁଛନ୍ତି, ପିଲାମାନେ କାମବିକାର ଉପରେ ବିଜୟୀ ହୋଇ ଜଗତ ଜିତିବ। ଯଦି ଏବେ ପବିତ୍ର ନ ହେବ, ତେବେ ତୁମର ଅଧୋଗତି ହେବ। ତୁମେ ପବିତ୍ର ହେବା ଦ୍ୱାରା ଅବିନାଶୀ ପଦ ପ୍ରାପ୍ତ କରିବ। ତୁମେ ରାଜଯୋଗ ଶିଖୁଛ ନା? ସ୍ଲୋଗାନରେ ମଧ୍ୟ ଲେଖୁଛନ୍ତି, ପବିତ୍ର ହୁଅ, ଯୋଗୀ ହୁଅ। ବାସ୍ତବରେ ଲେଖିବା କଥା, ରାଜଯୋଗୀ ହୁଅ। ଯୋଗୀ ତ ସାଧାରଣ ଶବ୍ଦ ଅଟେ। ଯେଉଁମାନେ ବାବାଙ୍କ ସହିତ ଯୋଗ ଲଗାଇଥାନ୍ତି, ସେମାନେ ମଧ୍ୟ ଯୋଗୀ ଅଟନ୍ତି। ପିଲାମାନେ ପିତାଙ୍କ ସହିତ, ସ୍ତ୍ରୀ ସ୍ୱାମୀଙ୍କ ସହିତ ଯୋଗ ଲଗାଇଥାନ୍ତି, କିନ୍ତୁ ଏହା ତ ତୁମର ରାଜଯୋଗ ଅଟେ। ବାବା ରାଜଯୋଗ ଶିଖାଇଥାନ୍ତି। ଏଣୁ ରାଜଯୋଗ ଲେଖିବା ଠିକ୍ ହେବ। ପବିତ୍ର ହୁଅ ଏବଂ ରାଜଯୋଗୀ ହୁଅ। ଦିନକୁ ଦିନ ସଂଶୋଧନ ତ ହୋଇ ଚାଲିଛି। ବାବା ମଧ୍ୟ କହୁଛନ୍ତି, ଆଜି ତୁମକୁ ଗହନରୁ ଗହନ କଥା ସବୁ ଶୁଣାଉଛି। ଏବେ ଶିବ ଜୟନ୍ତୀ ମଧ୍ୟ ଆସୁଛି। ଶିବ ଜୟନ୍ତୀକୁ ତ ତୁମକୁ ଧୁମ୍ଧାମରେ ପାଳନ କରିବାକୁ ହେବ। ଶିବ ଜୟନ୍ତୀରେ ତ ବହୁତ ଭଲ ଭାବରେ ସେବା କରିବା ଉଚିତ।
ଯେଉଁମାନଙ୍କ ପାଖରେ ପ୍ରଦର୍ଶନୀ ରହିଛି ସମସ୍ତେ ନିଜ ନିଜର ସେଣ୍ଟରରେ କିମ୍ବା ଘରେ ପ୍ରଦର୍ଶନୀ ଲଗାଇ ଶିବ ଜୟନ୍ତୀ ଭଲ ଭାବେ ପାଳନ କର ଏବଂ ଲେଖିଦିଅ ଶିବ ବାବା ଗୀତା ଜ୍ଞାନଦାତା ଅଟନ୍ତି। ସେହି ପିତାଙ୍କଠାରୁ ଅବିନାଶୀ ସମ୍ପତ୍ତି ନେବାର ଉପାୟ ଆସି ଶିକ୍ଷା କର। ଯଦି ସମ୍ଭବ ଲାଇଟର ସଜାସଜ କର। ସମସ୍ତଙ୍କ ଘରେ ଶିବ ଜୟନ୍ତୀ ପାଳନ କରିବା ଦରକାର। ତୁମେମାନେ ଜ୍ଞାନଗଙ୍ଗା ଅଟ ନା, ତେଣୁ ପ୍ରତ୍ୟେକଙ୍କ ପାଖରେ ଗୀତା ପାଠଶାଳା ରହିବା ଦରକାର। ଘରେ ଘରେ ତ ଲୋକେମାନେ ଗୀତା ପାଠ କରିଥାନ୍ତି ନା। ପୁରୁଷମାନଙ୍କ ଠାରୁ ମଧ୍ୟ ମାତାମାନେ ଭକ୍ତି କରିବାରେ ଆଗୁଆ ଥାନ୍ତି। ଏମିତି ପରିବାର ମଧ୍ୟ ଅଛନ୍ତି ଯେଉଁଠାରେ ପ୍ରତିଦିନ ଗୀତା ପାଠ କରନ୍ତି। ତେଣୁ ସେହି ଘରେ ମଧ୍ୟ ଏହି ଚିତ୍ର ରଖିଦେବା ଉଚିତ। ଲେଖିଦେବା ଦରକାର ଯେ ଅବିନାଶୀ ପିତାଙ୍କଠାରୁ ଆସି ପୁନର୍ବାର ସମ୍ପତ୍ତି ନିଅ। ଏହି ଶିବ ଜୟନ୍ତୀର ପର୍ବ ବାସ୍ତବରେ ତୁମମାନଙ୍କ ପାଇଁ ପ୍ରକୃତ ଦୀପାବଳି ଅଟେ। ଯେବେ ଶିବ ବାବା ଆସନ୍ତି ସେତେବେଳେ ଘରେ ଘରେ ପ୍ରକାଶ ହୋଇଯାଏ। ଏ ଉତ୍ସବକୁ ବହୁତ ଦୀପ ଇତ୍ୟାଦି ଜଳାଇ ଆଲୋକିତ କରି ପାଳନ କର। ତୁମେମାନେ ପ୍ରକୃତ ଦୀପାବଳି ପାଳନ କରୁଛ। ବାସ୍ତବରେ ପ୍ରକୃତ ଦୀପାବଳି ତ ସତ୍ୟଯୁଗରେ ହିଁ ହେବ। ସେଠାରେ ପ୍ରତ୍ୟେକଙ୍କ ଘରେ ଆଲୋକ ହିଁ ଆଲୋକ ହେବ, ଅର୍ଥାତ୍ ପ୍ରତ୍ୟେକ ଆତ୍ମାଙ୍କର ଜ୍ୟୋତି ଜାଗ୍ରତ ହୋଇ ରହିବ। ଏଠାରେ ଅନ୍ଧକାର ଅଟେ। ଆତ୍ମାମାନେ ଅସୁରୀ ବୁଦ୍ଧିଯୁକ୍ତ ହୋଇଯାଇଛନ୍ତି। ସେଠାରେ ଆତ୍ମାମାନେ ପବିତ୍ର ହେବା କାରଣରୁ ଦୈବୀ ବୁଦ୍ଧି ରହିଥାଏ। ଆତ୍ମା ହିଁ ପତିତ, ଆତ୍ମା ହିଁ ପବିତ୍ର ହୋଇଥାଏ। ଏବେ ତୁମେ ୱାର୍ଥ ନଟ୍ ଏ ପେନିରୁ ୱାର୍ଥ ପାଉଣ୍ଡ ହେଉଛ, ଅର୍ଥାତ୍ ମୂଲ୍ୟହୀନରୁ ମୂଲ୍ୟବାନ ହେଉଛ। ସେଠାରେ ଆତ୍ମା ପବିତ୍ର, ତେଣୁ ଶରୀର ମଧ୍ୟ ପବିତ୍ର ମିଳିବ। ଏଠାରେ ଆତ୍ମା ଅପବିତ୍ର, ତେଣୁ ଶରୀର ଏବଂ ଦୁନିଆ ମଧ୍ୟ ଅପବିତ୍ର ଅଟେ। ଏହି କଥାକୁ ତୁମମାନଙ୍କ ଭିତରେ ମଧ୍ୟ ଅଳ୍ପ କେତେଜଣ ଅଛନ୍ତି ଯେଉଁମାନେ କି ଯଥାର୍ଥ ଭାବେ ବୁଝିଥାନ୍ତି ଓ ସେମାନଙ୍କ ଭିତରେ ଖୁସି ରହିଥାଏ। କ୍ରମାନୁସାରେ ପୁରୁଷାର୍ଥ ତ କରୁଛନ୍ତି। ପିଲାମାନଙ୍କ ଉପରେ ଗ୍ରହର ପ୍ରଭାବ ପଡ଼ିଥାଏ। କେବେ କେବେ ରାହୁର ଗ୍ରହ ପ୍ରବେଶ କଲେ ଆଶ୍ଚର୍ଯ୍ୟ ଭାବରେ ବାବାଙ୍କୁ ଛାଡ଼ି ଚାଲିଯାଆନ୍ତି। ବୃହସ୍ପତିଙ୍କ ଦଶା ବଦଳି ଯାଇ ରାହୁର ଦଶା ପ୍ରବେଶ କରେ। କାମ ବିକାରର ବଶବର୍ତ୍ତୀ ହେବା ଦ୍ୱାରା ରାହୁର ଦଶା ପ୍ରବେଶ କରିଥାଏ। ମଲ୍ଲଯୁଦ୍ଧ ହେଉଛି ନା। ତୁମେ ମାତାମାନେ କେବେ ମଲ୍ଲଯୁଦ୍ଧ ଦେଖି ନଥିବ, କାରଣ ମାତାମାନେ ଘରର କାରବାର ସମ୍ଭାଳିଥାନ୍ତି। ତୁମେମାନେ ତ ଜାଣିଛ ଭ୍ରମରୀକୁ ଘର ତିଆରି କରିବାବାଲା ଘରୋତ୍ରୀ କୁହାଯାଏ। ଘର ତିଆରି କରିବାର ଭଲ କାରିଗର ହୋଇଥିବାରୁ ତା'ର ନାମ ଘରୋତ୍ରୀ ଅଟେ। କେତେ ପରିଶ୍ରମ କରିଥାଏ। ସେ ମଧ୍ୟ ପକ୍କା ମିସ୍ତ୍ରୀ ଅଟେ। 2-3 ବଖରା ଘର ମଧ୍ୟ ତିଆରି କରିଥାଏ। ଯେପରି ଭ୍ରାମରୀ 3-4ଟି ପୋକକୁ ଧରି ତା ବସାକୁ ନେଇ ଆସେ ଏବଂ ତାଙ୍କ ପାଖରେ ଭୂ ଭୂ କରିଥାଏ, ସେହିପରି ତୁମେମାନେ ମଧ୍ୟ ବ୍ରାହ୍ମଣୀ ଅଟ। ଚାହିଁଲେ ଜଣେ 2 ଜଣଙ୍କୁ କିମ୍ବା 10-12 ଜଣଙ୍କୁ, ଚାହିଁଲେ 100 କିମ୍ବା 500ଙ୍କୁ ମଧ୍ୟ ବାବାଙ୍କ ସନ୍ତାନ କରିପାରିବ। ମଣ୍ଡପ ଇତ୍ୟାଦି ମଧ୍ୟ ତିଆରି କରୁଛ। ଏହା ମଧ୍ୟ ଘର ତିଆରି କରିବା ସହ ସମାନ ଅଟେ ନା। ସେଥିରେ ବସି ସମସ୍ତଙ୍କୁ ଭୁଁ ଭୁଁ କରୁଛ, ଅର୍ଥାତ୍ ଜ୍ଞାନ ଶୁଣାଉଛ। ପୁଣି କେହି ତ ଏହି କଥାକୁ ବୁଝିପାରି କୀଟ ଅର୍ଥାତ୍ ପତିତ ମନୁଷ୍ୟରୁ ବ୍ରାହ୍ମଣ ହୋଇଯାଉଛନ୍ତି। ଆଉ କେହି ତ କିଛି ବି ବୁଝିପାରୁନାହାନ୍ତି, ଅର୍ଥାତ୍ ସେମାନେ ଏ ଧର୍ମର ନୁହନ୍ତି। ସେହି ଧର୍ମର ଯିଏ ହୋଇଥିବେ ସେହିମାନଙ୍କୁ ଠିକ୍ ଭାବେ ଏହି କଥା ମନକୁ ଛୁଇଁବ। ତୁମେ ତ ପୁଣି ବି ମନୁଷ୍ୟ ଅଟ ନା। ତୁମର ଶକ୍ତି ଭ୍ରାମରୀଠାରୁ ତ ଅଧିକ ନା। ତୁମେ 2000 ଲୋକଙ୍କ ଭିତରେ ମଧ୍ୟ ଭାଷଣ କରିପାରିବ। ଆଗକୁ ମଧ୍ୟ 4-5 ହଜାରର ସଭାରେ ତୁମେ ଯାଇ ଭାଷଣ କରିବ। ଭ୍ରମରୀର ତୁଳନା ହିଁ ତୁମ ସହିତ କରାଯାଇଛି। ଆଜିକାଲି ସନ୍ନ୍ୟାସୀମାନେ ମଧ୍ୟ ବିଦେଶରେ ଯାଇ କହୁଛନ୍ତି ଯେ ଆମେ ଭାରତର ପ୍ରାଚୀନ ରାଜଯୋଗ ଶିଖାଉଛୁ। ଆଜିକାଲି ମାତାମାନେ ମଧ୍ୟ ଗେରୁଆ ବସ୍ତ୍ର ଏବଂ କୌପୁନୀ ପିନ୍ଧି ବିଦେଶକୁ ଯାଉଛନ୍ତି ଏବଂ ବିଦେଶୀମାନଙ୍କୁ ଠକି ଦେଇ ଆସୁଛନ୍ତି। ସେମାନଙ୍କୁ କହୁଛନ୍ତି ଯେ ଭାରତର ପ୍ରାଚୀନ ରାଜଯୋଗ ଭାରତକୁ ଯାଇ ଶିକ୍ଷା କର। ତୁମେ ପିଲାମାନେ କ'ଣ ଏମିତି କହିବ କି ଭାରତକୁ ଆସି ଶିଖ? ତୁମେମାନେ ଯଦି ବିଦେଶକୁ ଯିବ ତେବେ ସେହିଠାରେ ହିଁ ବସି ଶିଖାଇବ ଯେ ଏହି ରାଜଯୋଗ ଶିକ୍ଷା କଲେ ହିଁ ତୁମର ଜନ୍ମ ସ୍ୱର୍ଗରେ ହେବ। ଏଥିରେ ବସ୍ତ୍ର ପରିବର୍ତ୍ତନ କରିବାର ଆବଶ୍ୟକତା ନାହିଁ।
ଏହିଠାରେ ହିଁ ଦେହର ସମସ୍ତ ସମ୍ବନ୍ଧକୁ ଭୁଲି ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ। ବାବା ହିଁ ମୁକ୍ତିଦାତା ପଥ ପ୍ରଦର୍ଶକ ଅଟନ୍ତି, ସମସ୍ତଙ୍କୁ ଦୁଃଖରୁ ମୁକ୍ତ କରୁଛନ୍ତି। ଏବେ ତୁମମାନଙ୍କୁ ଶତପ୍ରଧାନ ହେବାକୁ ପଡ଼ିବ। ତୁମେମାନେ ପ୍ରଥମେ ସୁବର୍ଣ୍ଣ ଯୁଗରେ ଥିଲ, ଏବେ ଲୌହ ଯୁଗରେ ଅଛ। ସମଗ୍ର ବିଶ୍ୱର ସମସ୍ତ ଧର୍ମାବଲମ୍ବୀମାନେ ଲୌହ ଯୁଗରେ ଅଛନ୍ତି। ତୁମେ ଯେକୌଣସି ଧର୍ମାବଲମ୍ବୀଙ୍କୁ ମଧ୍ୟ କୁହ, ବାବା କହୁଛନ୍ତି ନିଜକୁ ଆତ୍ମା ଭାବି ମୋତେ ମନେ ପକାଅ, ତେବେ ତୁମେ ପବିତ୍ର ହୋଇଯିବ। ପୁଣି ମୁଁ ତୁମମାନଙ୍କୁ ସାଥିରେ ପରମଧାମ ନେଇଯିବି। ବାସ୍ କେବଳ ଏତିକି କୁହ, ଅଧିକ ନୁହେଁ। ଏହା ତ ବହୁତ ସହଜ। ତୁମମାନଙ୍କର ଶାସ୍ତ୍ରରେ ମଧ୍ୟ ଅଛି ଯେ ଘରେ ଘରେ ସନ୍ଦେଶ ଦିଆଯାଇଥିଲା। କେହି ଜଣେ ରହିଯାଇଥିବାରୁ ସେ ଉଲୁଗୁଣା ମଧ୍ୟ ଦେଇଥିଲା କି ମୋତେ ତ କେହି କହିନାହାନ୍ତି। ଏବେ ବାବା ଆସିଛନ୍ତି, ତେଣୁ ଭଲ ଭାବରେ ଡିଙ୍ଗୁରା ପିଟିବା ଦରକାର। ଦିନେ ସମସ୍ତଙ୍କୁ ଜଣାପଡ଼ିବ ଯେ ବାବା ଆସିଛନ୍ତି ଶାନ୍ତିଧାମ ସୁଖଧାମର ସମ୍ପତ୍ତି ନେବା ପାଇଁ। ପ୍ରକୃତରେ ଯେତେବେଳେ ଦେବୀ ଦେବତା ଧର୍ମ ଥିଲା, ସେତେବେଳେ ଆଉ କୌଣସି ଧର୍ମ ନଥିଲା। ସମସ୍ତେ ଶାନ୍ତିଧାମରେ ଥିଲେ। ଏହିପରି ଖିଆଲ ଚାଲିବା ଦରକାର। ସ୍ଲୋଗାନ ତିଆରି ହେବା ଦରକାର। ବାବା କହୁଛନ୍ତି ଦେହ ସହିତ ଦେହର ସମସ୍ତ ସମ୍ବନ୍ଧକୁ ତ୍ୟାଗ କର। ନିଜକୁ ଆତ୍ମା ଭାବି ମୋତେ ମନେ ପକାଇଲେ ହିଁ ଆତ୍ମା ପବିତ୍ର ହୋଇଯିବ। ବର୍ତ୍ତମାନ ଆତ୍ମାମାନେ ଅପବିତ୍ର ହୋଇଯାଇଛନ୍ତି। ବର୍ତ୍ତମାନ ସମସ୍ତଙ୍କୁ ପବିତ୍ର କରି ବାବା ଗାଇଡ୍ ହୋଇ ସମସ୍ତଙ୍କୁ ଘରକୁ ନେଇଯିବେ। ସମସ୍ତେ ନିଜ ନିଜ ବିଭାଗକୁ ଚାଲିଯିବେ। ପୁଣି ଦେବତା ଧର୍ମର ଆତ୍ମାମାନେ କ୍ରମାନୁସାରେ ଏହି ଦୁନିଆକୁ ଆସିବେ। କେତେ ସହଜ କଥା। ଏସବୁ ବୁଦ୍ଧିରେ ଧାରଣ ହେବା ଦରକାର। ଯେଉଁମାନେ ସେବା କରୁଛନ୍ତି ସେମାନେ ଗୁପ୍ତ ହୋଇ ରହିପାରିବେ ନାହିଁ। ଅପସେବା କଲାବାଲା ମଧ୍ୟ ଗୁପ୍ତ ହୋଇ ରହିପାରିବେ ନାହିଁ। ଯେଉଁ ପିଲାମାନେ ସେବାର ଯୋଗ୍ୟ ତାଙ୍କୁ ସମସ୍ତେ ଡାକିଥାନ୍ତି। ଯେଉଁମାନେ କିଛି ହେଲେ ଜ୍ଞାନ ଶୁଣାଇ ପାରିନଥାନ୍ତି ତାଙ୍କୁ କିଏ ବା ଡାକିବେ? ସେମାନେ ତ ନାମକୁ ଅଧିକ ବଦନାମ କରିଦେବେ। ସମସ୍ତେ କହିବେ ବ୍ରହ୍ମାକୁମାରୀ କ'ଣ ଏପରି କୌଣସି ପ୍ରଶ୍ନ ପଚାରିଲେ ପୂରା ଉତ୍ତର ମଧ୍ୟ ଦେଇପାରୁନାହାନ୍ତି। ତେଣୁ ନାମ ବଦନାମ ହେଲା ନା। ଯେଉଁମାନେ ଶିବବାବାଙ୍କ ନାଁକୁ ବଦନାମ କରୁଛନ୍ତି ସେମାନେ ଉଚ୍ଚପଦ ପାଇପାରିବେ ନାହିଁ। ଯେପରି କେହି କେହି ଏଠାରେ କୋଟିପତି ଅଛନ୍ତି, ପଦ୍ମାପଦମ ମଧ୍ୟ ରହିଛନ୍ତି। ଆଉ କାହାକୁ ଦେଖ ଭୋକରେ ମଧ୍ୟ ମରୁଛନ୍ତି। ଏପରି ଭିକାରୀ ମଧ୍ୟ ଆସି ରାଜକୁମାର ହେବେ। ଏବେ ତୁମେ ପିଲାମାନେ ହିଁ ଜାଣୁଛ, ଶ୍ରୀକୃଷ୍ଣ ଯିଏକି ସ୍ୱର୍ଗର ରାଜକୁମାର ଥିଲେ, ସେ ପୁଣି ଗରିବ ହେଉଛନ୍ତି, ପୁଣି ରାଜକୁମାର ହେବେ। ଇଏ ବ୍ରହ୍ମା ଗରିବ ଥିଲେ ନା। ଅଳ୍ପ ବହୁତ ଯାହା କିଛି ରୋଜଗାର କରିଥିଲେ ତାହା ମଧ୍ୟ ତୁମମାନଙ୍କ ପାଇଁ, ନଚେତ୍ ତୁମର ପାଳନା କିପରି ହୋଇଥାନ୍ତା? ଏସବୁ କଥା କ'ଣ ଶାସ୍ତ୍ରମାନଙ୍କରେ ଅଛି? ନା, ଶିବବାବା ହିଁ ଆସି ସବୁ ଜଣାଉଛନ୍ତି। ପ୍ରକୃତରେ ଏ ବ୍ରହ୍ମା ତ ଗାଉଁଲି ପିଲା ଥିଲେ ନା। ତାଙ୍କର ନାମ ମଧ୍ୟ ଶ୍ରୀକୃଷ୍ଣ ନଥିଲା। ଏସବୁ ଆତ୍ମାର କଥା। ତେଣୁ ଲୋକେମାନେ ଭ୍ରମିତ ହୋଇଯାଉଛନ୍ତି। ତେଣୁ ବାବା ବୁଝାଉଛନ୍ତି ଯେ ଶିବ ଜୟନ୍ତୀ ଅବସରରେ ପ୍ରତ୍ୟେକ ଘରେ ଘରେ ଚିତ୍ର ଦ୍ୱାରା ସେବା କର। ଲେଖିଦିଅ କି ଅବିନାଶୀ ପିତାଙ୍କଠାରୁ 21 ଜନ୍ମ ପାଇଁ ସ୍ୱର୍ଗର ରାଜତ୍ୱ 1 ସେକେଣ୍ଡ ଭିତରେ କିପରି ମିଳୁଛି, ତାହା ଆସି ବୁଝାନ୍ତୁ। ଯେପରି ଦୀପାବଳିରେ ଲୋକେମାନେ ବହୁତ ଦୋକାନ ଖୋଲି ବସିଥାନ୍ତି, ତୁମକୁ ପୁଣି ଅବିନାଶୀ ଜ୍ଞାନ ରତ୍ନର ଦୋକାନ ଖୋଲି ବସିବାକୁ ହେବ। ତୁମମାନଙ୍କର ଦୋକାନ କେତେ ସୁନ୍ଦର ସଜାସଜି ହୋଇଥିବ। ଯେମିତି ଲୋକେମାନେ ଦୀପାବଳି ଦିନ ଦୋକାନ କରୁଛନ୍ତି, ତୁମେ ସେମିତି ଶିବ ଜୟନ୍ତୀରେ କର। ଯେଉଁ ଶିବବାବା ସମସ୍ତଙ୍କର ଆତ୍ମଦୀପକୁ ଜାଗ୍ରତ କରୁଛନ୍ତି, ତୁମମାନଙ୍କୁ ବିଶ୍ୱର ମାଲିକ କରୁଛନ୍ତି, ସେମାନେ ତ ଲକ୍ଷ୍ମୀଙ୍କୁ ବିନାଶୀ ଧନ ମାଗିଥାନ୍ତି ଏବଂ ଏଠି ଜଗତ ଆମ୍ବାଙ୍କ ଠାରୁ ତୁମକୁ ବିଶ୍ୱର ରାଜତ୍ୱ ପ୍ରାପ୍ତ ହେଉଛି। ଏହି ରହସ୍ୟ ହିଁ ବାବା ବୁଝାଉଛନ୍ତି। ବାବା ତ କୌଣସି ଶାସ୍ତ୍ର ଧରି ନଥାନ୍ତି। ବାବା କହୁଛନ୍ତି ମୁଁ ଜ୍ଞାନର ସାଗର ଅଟେ ନା। ହଁ, ଏକଥା ଜାଣିଛି ଯେ ଅମୁକ ଅମୁକ ପିଲାମାନେ ସେବା ବହୁତ ଭଲ କରୁଛନ୍ତି, ତେଣୁ ମନେ ପଡ଼ିଥାନ୍ତି। ବାକି ଏପରି ନୁହେଁ। ଜଣ ଜଣଙ୍କର ଭିତରେ କଥା ବସି ମୁଁ ଜାଣିଥାଏ। ହଁ, କେତେବେଳେ ମଧ୍ୟ ଜଣାପଡ଼ିଯାଏ କି ଇଏ ପତିତ ଅଟେ। ସେମାନଙ୍କ ପ୍ରତି ସନ୍ଦେହ ହୋଇଥାଏ। ତାଙ୍କର ଚେହେରା ମଧ୍ୟ ଫିକା ପଡ଼ିଯାଇଥାଏ ଏବଂ ଉପରୁ ମଧ୍ୟ ଶିବବାବା କହି ପଠାଇଥାନ୍ତି, ଏମାନଙ୍କୁ ପଚାର। ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି। ତାହା ମଧ୍ୟ କାହା କାହା ପାଇଁ କହିଥାନ୍ତି। ବାକି ଏପରି ନୁହେଁ କି ସମସ୍ତଙ୍କ ପାଇଁ କହିବେ।
ଏହିପରି ତ ଅନେକ ଅଛନ୍ତି ଯେଉଁମାନେ ମୁହଁ କଳା କରିଥାନ୍ତି। ଯେଉଁମାନେ କରିବେ ସେମାନେ ନିଜର କ୍ଷତି କରିବେ। ସତ କଥା କହିବା ଦ୍ୱାରା କିଛିଟା ଲାଭ ହୋଇଥାଏ, ନ କହିଲେ ଆହୁରି ଅଧିକ କ୍ଷତି କରିଥାନ୍ତି। ବୁଝିବା ଦରକାର ବାବା ଆମକୁ ଗୋରା କରିବା ପାଇଁ ଆସିଛନ୍ତି, କିନ୍ତୁ ମୁଁ ନିଜର କଳା ମୁହଁ କରିଦେଉଛି। ଏହା କଣ୍ଟାର ଦୁନିଆ, ହ୍ୟୁମାନ୍ କଣ୍ଟା। ମନୁଷ୍ୟମାନେ ହିଁ କଣ୍ଟା ଅଟନ୍ତି। ସତ୍ୟଯୁଗକୁ ଆଲ୍ଲାହଙ୍କର ବଗିଚା କୁହାଯାଏ ଏବଂ ଏହା ହେଉଛି କଣ୍ଟାର ଜଙ୍ଗଲ। ତେଣୁ ବାବା କହୁଛନ୍ତି, ଯେତେବେଳେ ଧର୍ମର ଗ୍ଲାନି ହୋଇଥାଏ ସେତେବେଳେ ମୁଁ ଧରା ପୃଷ୍ଠକୁ ଆସିଥାଏ। ପ୍ରଥମ ନମ୍ବର ଶ୍ରୀକୃଷ୍ଣଙ୍କୁ ଦେଖ, 84 ଜନ୍ମ ପରେ ପୁଣି କିପରି ହୋଇଯାଉଅଛି। ଏବେ ସମସ୍ତେ ତମ ପ୍ରଧାନ ଅଟନ୍ତି, ପରସ୍ପର ମଧ୍ୟରେ ଲଢ଼େଇ କରୁଛନ୍ତି। ଏହା ମଧ୍ୟ ଡ୍ରାମାରେ ଅଛି। ସ୍ୱର୍ଗରେ ଏସବୁ ରହିବ ନାହିଁ। ଜ୍ଞାନର କଥା ତ ବହୁତ ରହିଛି, ଯାହାକୁ ଟିପି ରଖିବା ଦରକାର। ଯେମିତି ବାରିଷ୍ଟରୀମାନେ ମଧ୍ୟ ଆଇନ ଜ୍ଞାନର ବହି ରଖିଥାନ୍ତି ନା, ଡାକ୍ତରମାନେ ମଧ୍ୟ ପୁସ୍ତକ ରଖିଥାନ୍ତି, ସେଥିରୁ ଦେଖ ଔଷଧ ଦେଇଥାନ୍ତି। ତେଣୁ ପିଲାମାନଙ୍କୁ କେତେ ଭଲ ରୂପେ ଏସବୁ ପଢ଼ିବା ଦରକାର, ସେବା ମଧ୍ୟ କରିବା ଦରକାର। ବାବା ତ ଶ୍ରେଷ୍ଠ ମନ୍ତ୍ର ଦେଇଛନ୍ତି, ମନ୍ମନା ଭବ। ବାବା ଏବଂ ସମ୍ପତ୍ତିକୁ ମନେ ପକାଇଲେ ହିଁ ସ୍ୱର୍ଗର ମାଲିକ ହୋଇଯିବ। ଶିବ ଜୟନ୍ତୀ ପାଳନ କରୁଛନ୍ତି, କିନ୍ତୁ ଶିବ ବାବା କ'ଣ କରିଥିଲେ? ନିଶ୍ଚିନ୍ତ ସ୍ୱର୍ଗର ସମ୍ପତ୍ତି ଦେଇଥିବେ, ଯାହାକୁ 5000 ବର୍ଷ ହୋଇଗଲାଣି। ସ୍ୱର୍ଗରୁ ନର୍କ, ପୁଣି ନର୍କରୁ ସ୍ୱର୍ଗ ହେବେ। ବାବା ବୁଝାଉଛନ୍ତି, ପିଲାମାନେ ଯୋଗଯୁକ୍ତ ହୁଅ, ତେବେ ତୁମେ ସବୁ କଥା ଭଲ ଭାବରେ ବୁଝିପାରିବ। କିନ୍ତୁ ଯୋଗ ଠିକ୍ ନାହିଁ, ବାବାଙ୍କୁ ମନେ ପକାଉନାହାନ୍ତି, ତେଣୁ କିଛି ବୁଝିପାରୁନାହାନ୍ତି। ବିକର୍ମ ମଧ୍ୟ ବିନାଶ ହେଉନାହିଁ। ଯୋଗଯୁକ୍ତ ହୋଇ ନ ରହିବାରୁ ସଦ୍ଗତି ମଧ୍ୟ ହୁଏ ନାହିଁ, ପାପ ରହିଯାଏ, ପୁଣି ପଦ ମଧ୍ୟ କମ୍ ହୋଇଯାଇଥାଏ। ବହୁତ ଅଛନ୍ତି ଯାହାଙ୍କର ଯୋଗ କିଛି ହେଲେ ନଥାଏ, ନାମ ରୂପରେ ସବୁବେଳେ ବାନ୍ଧି ହୋଇ ରହିଥାନ୍ତି, ପୁଣି ସେହିମାନଙ୍କ କଥା ମନେ ପଡ଼ିଥାଏ। ତେବେ ବିକର୍ମ କିପରି ବିନାଶ ହେବ? ସେଥିପାଇଁ ବାବା କହୁଛନ୍ତି କି ଆତ୍ମ ଅଭିମାନୀ ହୁଅ। ଆଚ୍ଛା, ମିଠା ମିଠା ଶିଖେଇଥାଏ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ନମସ୍ତେ, ନମସ୍ତେ, ନମସ୍ତେ। ଓମ୍ ଶାନ୍ତି। ମେରା ବାବା, ପ୍ୟାରା ବାବା, ମିଠା ବାବା, ଶୁକ୍ରିୟା ବାବା। ଓମ୍ ଶାନ୍ତି। ଧାରଣା ପାଇଁ ମୁଖ୍ୟ ସାର। 1ରେ ଶିବ ଜୟନ୍ତୀ ଅବସରରେ ଅବିନାଶୀ ଜ୍ଞାନରତ୍ନର ଦୋକାନ ଖୋଲି ସେବା କରିବାକୁ ହେବ। ସମସ୍ତଙ୍କୁ ବାବାଙ୍କର ପରିଚୟ ଦେଇ ପ୍ରତ୍ୟେକ ଘରକୁ ଜ୍ଞାନର ଆଲୋକରେ ଆଲୋକିତ କରିବାକୁ ହେବ। ଶିବ ଜୟନ୍ତୀ ଅବସରରେ ଅବିନାଶୀ ଜ୍ଞାନରତ୍ନର ଦୋକାନ ଖୋଲି ସେବା କରିବାକୁ ହେବ। ସମସ୍ତଙ୍କୁ ବାବାଙ୍କର ପରିଚୟ ଦେଇ ପ୍ରତ୍ୟେକ ଘରକୁ ଜ୍ଞାନର ଆଲୋକରେ ଆଲୋକିତ କରିବାକୁ ହେବ। 2ରେ ସତ୍ୟ ପିତାଙ୍କ ସହିତ ସତ୍ୟତା ପୂର୍ବକ ରହିବାକୁ ହେବ। କୌଣସି ବିକର୍ମ କରି ଲୁଚାଇବା ଉଚିତ ନୁହେଁ। ଏପରି ଯୋଗଯୁକ୍ତ ହେବାକୁ ପଡ଼ିବ ଯେପରି କୌଣସି ପାପ ରହିନଯାଏ। କାହାର ନାମ ରୂପରେ ଆକର୍ଷିତ ହେବାର ନାହିଁ। ସତ୍ୟ ପିତାଙ୍କ ସହିତ ସତ୍ୟତା ପୂର୍ବକ ରହିବାକୁ ହେବ। କୌଣସି ବିକର୍ମ କରି ଲୁଚାଇବା ଉଚିତ ନୁହେଁ। ଯେପରି ଯୋଗଯୁକ୍ତ ହେବାକୁ ପଡ଼ିବ ଯେପରି କୌଣସି ପାପ ରହିନଯାଏ। କାହାର ନାମ ରୂପରେ ଆକର୍ଷିତ ହେବାର ନାହିଁ। ବରଦାନ। ମୁଁ ପଣିଆର ଚେତନାକୁ ସମାପ୍ତ କରୁଥିବା ବ୍ରହ୍ମା ବାବାଙ୍କ ସମାନ ଶ୍ରେଷ୍ଠ ତ୍ୟାଗୀ ହୁଅ। ମୁଁ ପଣିଆର ଚେତନାକୁ ସମାପ୍ତ କରୁଥିବା ବ୍ରହ୍ମା ବାବାଙ୍କ ସମାନ ଶ୍ରେଷ୍ଠ ତ୍ୟାଗୀ ହୁଅ। ସମ୍ବନ୍ଧର ତ୍ୟାଗ, ବୈଭବ ତ୍ୟାଗ କୌଣସି ବଡ଼ କଥା ନୁହେଁ, କିନ୍ତୁ ପ୍ରତ୍ୟେକ କାର୍ଯ୍ୟରେ ସଂକଳ୍ପରେ ମଧ୍ୟ ଅନ୍ୟମାନଙ୍କୁ ଆଗରେ ରଖିବା, ଭାବନା ରଖିବା, ଅର୍ଥାତ୍ ନିଜର ମୁଁ ପଣିଆକୁ ସମାପ୍ତ କରିଦେବା। ପ୍ରଥମେ ଆପଣ କରିବା, ଏହା ହେଉଛି ଶ୍ରେଷ୍ଠ ତ୍ୟାଗ। ଏହାକୁ ହିଁ କୁହାଯାଏ ନିଜର ମୁଁ ପଣିଆକୁ ସମାପ୍ତ କରିଦେବା। ଯେପରି ବ୍ରହ୍ମା ବାବା ସର୍ବଦା ପିଲାମାନଙ୍କୁ ଆଗରେ ରଖିଥିଲେ, ମୁଁ ଆଗରେ ରହିବି, ଏଥିରେ ମଧ୍ୟ ସର୍ବଦା ତ୍ୟାଗୀ ହୋଇଗଲେ। ଏହି ତ୍ୟାଗ କାରଣରୁ ହିଁ ସମସ୍ତଙ୍କଠାରୁ ଆଗକୁ ଯିବାର ଅର୍ଥାତ୍ ନମ୍ବର 1 ହେବାର ଫଳ ମିଳିଗଲା। ତେଣୁ ତୁମେମାନେ ମଧ୍ୟ ନିଜର ପିତାଙ୍କୁ ଅନୁକରଣ କର। ସ୍ଲୋଗାନ। ତୁରନ୍ତ କାହାର ଦୋଷ ବାଛିବା ଏହା ମଧ୍ୟ ଦୁଃଖ ଦେବା ଅଟେ। ତୁରନ୍ତ କାହାର ଦୋଷ ବାଛିବା ଏହା ମଧ୍ୟ ଦୁଃଖ ଦେବା ଅଟେ।
ଓଁ ଶାନ୍ତି ଓଁ ଶାନ୍ତି ଓଁ ଶାନ୍ତି।